ସମସ୍ତଙ୍କୁ ନମସ୍କାର। ଆସନ୍ତାକାଲି ଭାରତବର୍ଷ ପାଳନ କରିବ ସ୍ୱାଧୀନତା ଦିବସ ଉତ୍ସବ। କୋରାପୁଟରେ ମଧ୍ୟ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହେବ। କୋରାପୁଟର ବିଭିନ୍ନ ଅନୁଷ୍ଠାନ, ସ୍କୁଲ, କଲେଜ ସବୁଠି ପତାକା ଉତ୍ତୋଳନ ସକାଳ 8ଟା ବେଳକୁ ସମାପନ ଘଟିବା ପରେ କୋରାପୁଟର ପ୍ୟାରେଡ୍ ପଡ଼ିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ, ପ୍ୟାରେଡ୍ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚିତ୍ର ରହିଛି। ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆମକୁ କୋରାପୁଟର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ପ୍ରାତଃ 5ଟା 30 ମିନିଟ୍ ସମୟରେ ରାମଧୁନ ଓ ପ୍ରଭାତ ଫେରିର କାର୍ଯ୍ୟକ୍ରମ ରହିଛି। ସକାଳ 7:30 ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ହେବ। ସକାଳ 8:30 ସମୟରେ ପ୍ୟାରେଡ୍ ପଡ଼ିଆଠାରେ ସମାବେଶ ଘଟିବ। ସକାଳ 9:15 ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ଶାରୀରିକ କ୍ରୀଡ଼ା ଓ ପୁରସ୍କାର ବଣ୍ଟନର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲିର ଏହି ଜିଲ୍ଲା ସ୍ତରୀୟ ଉତ୍ସବର ମୁଖ୍ୟ ଅତିଥି ଭାବରେ କୋରାପୁଟର ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ପୁରସ୍କାର ବିତରଣ ପରେ ପୋଲିସ ପଡ଼ିଆଠାରେ ରକ୍ତଦାନ ଶିବିରର କାର୍ଯ୍ୟକ୍ରମ ରହିଛି। ମଣ୍ଡଳ କାରାଗାରରେ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ, ଦୃଷ୍ଟିବାଧିତ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ, ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ, ଅପରାହ୍ନ 3 ଘଟିକା ସମୟରେ କୋରାପୁଟ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ଜିଲ୍ଲା ପ୍ରଶାସନ ଏକାଦଶ ବନାମ ଓକିଲ ସଂଘ ଏକାଦଶ ଓ ସାମ୍ବାଦିକ ସଂଘ ଏକାଦଶ ମଧ୍ୟରେ କୌତୁକ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଛି। ସନ୍ଧ୍ୟା 5 ଘଟିକା ସମୟରେ କୋରାପୁଟ ପୌର ପରିଷଦ ଅଡିଟୋରିୟମ ଠାରେ, ଯାହାକି ଆପଣଙ୍କର ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ନିକଟରେ ଥିବା ସେ ଅଡିଟୋରିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏବଂ ଆଜି ସନ୍ଧ୍ୟା 5 ଘଣ୍ଟା ସମୟରେ କୋରାପୁଟର ସଦ୍ଭାବନା ସଭାଗୃହଠାରେ କୋରାପୁଟ ସାହିତ୍ୟ ପରିବାର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆସରର କାର୍ଯ୍ୟକ୍ରମ ରହିଛି, କବିତା ଆସରର କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଆପଣମାନେ ବହୁ ସଂଖ୍ୟାରେ ଯୋଗ ଦେବେ ଏବଂ ସ୍ୱାଧୀନତା ଦିବସ ଏବଂ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟା ତାକୁ ସଫଳ କରିବେ, ସାକାର କରିବେ। ଭାରତ ମାତା କି ଜୟ। ଜୟ ହିନ୍ଦ। ବନ୍ଦେ ମାତରମ୍। ନମସ୍କାର।